ବର୍ଣ୍ଣ ମଧ୍ୟରେ ଶ୍ରେଷ୍ଠ ବୋଲି ତମେ କ'ଣ ଯାହା ଚାହିଁବ ତାହା କରିଦେବ? ରାଜା ଚୋଳ ଚକ୍ରବର୍ତ୍ତୀ କହୁଛନ୍ତି ବିଷ୍ଣୁଦାସ ବ୍ରାହ୍ମଣକୁ, ଯେତେବେଳେ ଯେଉଁ କର୍ମ କରିବା କଥା କର। ବିଷ୍ଣୁ ଦାସଙ୍କୁ ଚୋଳ ଚକ୍ରବର୍ତ୍ତୀ କହୁଛନ୍ତି ବର୍ଣ୍ଣଗୁଣରେ ଶ୍ରେଷ୍ଠ ହେଲ ବୋଲି ତମେ କ'ଣ ଯାହା ଚାହିଁବ ସୁନା ଅଳଙ୍କାର ପିନ୍ଧିଛନ୍ତି ଆପଣ ନେଇକି ତୁଳସୀରେ ପୋତି ଦେବେ, ତୁଳସୀରେ ମଣ୍ଡନ କରିଦେବେ, ଶୋଭା ପାଉଛନ୍ତି ଠାକୁର ମୋର? କହୁଛନ୍ତି ରାଜା। ତେଣୁ ସହିଲୁ ତୋର ଦୋଷ ଆଉ ବୋଲିବା ଅବା କିସ, ବ୍ରାହ୍ମଣ ବୋଲି ମୁଁ ତୋ ଦୋଷଟାକୁ ଗ୍ରହଣ କରୁଛି, ଆଉ କିଛି କହୁନି, ନହେଲେ ଏବେ ପ୍ରଭାବ ପକାଇଥାନ୍ତି, ଦଣ୍ଡ ଦେଇଥାନ୍ତି। ରାଜା ବଚନ ବିପ୍ର ଶୁଣି ସଧିରେ କହୁଛନ୍ତି ସିଏ ତ ଆଜ୍ଞା ଶାନ୍ତ ସରଳ ହୃଦୟ ବ୍ୟକ୍ତି ନା, ବିଷ୍ଣୁଙ୍କର ପ୍ରେମୀ ଯେଉଁମାନେ, ବିଷ୍ଣୁଙ୍କ ଭକ୍ତ ଯେଉଁମାନେ ଆଜ୍ଞା ଶାନ୍ତ ସରଳ ନମ୍ର ହେବା ଦରକାର। ଯିଏ ରାମଙ୍କୁ ଭଲ ପାଉଛନ୍ତି, ଯିଏ କୃଷ୍ଣକୁ ଭଲ ପାଉଛନ୍ତି, ଯିଏ ଯାହାକୁ ଭଲ ପାଉଛନ୍ତି, ଦେବତା ମାନଙ୍କୁ ଯିଏ ଯେଉଁ ଦେବତାଙ୍କୁ ଭଲ ପାଉଛନ୍ତି ଆଜ୍ଞା ସେଇଭଳିଆ ହୁଅନ୍ତୁ, ସେଇଭଳିଆ ତାଙ୍କଠୁ ସେଇ ଜ୍ଞାନ ଆହରଣ କରନ୍ତୁ। ଆଜିର ଦୁନିଆରେ ତ ଯିଏ ଆଜ୍ଞା ମନ୍ଦିରକୁ 10 ଦିନ ପଳେଇଲା ତା କଥା କହିଲେ ନ ସରେ। ଆପଣମାନେ ବି ଜାଣିଥିବେ, ମନ୍ଦିରକୁ ବୋଲି ନୁହଁ, ଗୋଟିଏ ପାର୍କକୁ ବି ଯଦି ଜଣେ ଲୋକ 10 ଦିନ ପଳେଇଲା ସିଏ କହିବ ଏଇ ପାର୍କଟା ମୋର। ଯଦି ଗୋଟେ ପିଣ୍ଡାରେ ଗୋଟେ ଲୋକ ଶୋଇ ପଇଲା 10 ଦିନ ବା ବସି ପଇଲା କହିଲା ଏଇ ପିଣ୍ଡା ମୋର। ଦୁନିଆଟା ଆଜ୍ଞା ସେଇଆ। ତେଣୁ ଉତ୍ତମ କଥା ମଧୁର ସ୍ୱରରେ ବିପ୍ର କହିବାକୁ ଲାଗିଲେ, କହିଲେ ହେ ନୃପ ନ କରିବ କୋପ ମୋ ଠାରୁ ଶୁଣିବା ସ୍ୱରୂପ, ତମେ ଉତ୍ତମ ଋଷିଙ୍କ ବଚନେ ମୁଁ ଶୁଣିଅଛି ପୂର୍ବ ଦିନେ ବିଷ୍ଣୁ ପୂଜା ନିମନ୍ତେ ଦ୍ରବ୍ୟ ବହୁ ବିଧାନେ ଭିଆଇବ, ପୃଥିବୀ ତୁଲେ ପାତ୍ର କରି ବ୍ରହ୍ମା ବଚନେ ଶକ୍ତି ଧରି ଦ୍ରବ୍ୟ ସଞ୍ଚିବ ସୁଧ ଚିତେ, 7 ସମୁଦ୍ର ଜଳ ଜିତେ ଅର୍ଘ୍ୟ ନିମନ୍ତେ ଯେତେ କ୍ଷୀର ମେରୁ ସମାନେ ଅଳଙ୍କାର। ଦେଖନ୍ତୁ ଆଜ୍ଞା ବିପ୍ର କହୁଛନ୍ତି ଯେ ପୃଥିବୀ ତୁଲ୍ୟ ପାତ୍ର କରି, ପୃଥିବୀ ଯେଡ଼େ ବଡ଼ ଆକାର ଆପଣ ସେଡ଼େ ବଡ଼ ପାତ୍ର କରନ୍ତୁ, ବ୍ରହ୍ମା ବଚନେ ଶକ୍ତି ଧରି, ବ୍ରହ୍ମାଙ୍କର ବଚନ ଯେଉଁ ସେଇଭଳିଆ ଶକ୍ତି ଆପଣ ଧରନ୍ତୁ, ଦ୍ରବ୍ୟ ସଞ୍ଚିବ ସୁଧ ଚିତେ, 7 ସମୁଦ୍ର ଜଳ ଯେତେ, ଯେତେ ଦ୍ରବ୍ୟ ସବୁ ଅଛି ଭଗବାନଙ୍କ ନିମନ୍ତେ, 7 ସମୁଦ୍ର ଜଳ ଯେତେ, 7 ସମୁଦ୍ର ଯେତେ ଅଛି, ଅର୍ଘ୍ୟ ନିମନ୍ତେ ଯେତେ କ୍ଷୀର, ଠାକୁରଙ୍କୁ ଗଧେଇବା ପାଇଁ ଅର୍ଘ୍ୟ ଦେବା ପାଇଁ ଯେତେ କ୍ଷୀର, ମେରୁ ସମାନ ଅଳଙ୍କାର, ମେରୁ ପର୍ବତ ଭଳିଆ ଅଳଙ୍କାର ଆପଣ ଗଦେଇ ଦେବେ ଠାକୁରଙ୍କ ପାଖରେ। ଶପଥ ନିଧି ରତ୍ନମଣି ମଣ୍ଡିବ ବିଷ୍ଣୁ ଜ୍ଞାନୀ, ପାରିଜାତକ ଆଦି ପୁଷ୍ପେ ମଳୟ ଚନ୍ଦନ ସୁବାସେ, ଜଗତେ ଯେତେ ସ୍ୱାଦୁ ଫଳ ପୂଜାରେ ବାଢ଼ିବ ସକଳ, ଷୋଡ଼ଶ ଭାବେ ପୂଜା ବିଧି ନିଗମ ମନ୍ତ୍ର କରି ସିଧି, ବ୍ରହ୍ମ ମୁନିଙ୍କ ଉପଦେଶେ ବିଷ୍ଣୁଙ୍କୁ ପୂଜିବ ହରସେ, ତେଣେ ହୋଇବ ଯେତେ ଧର୍ମ ତୁଳସୀ ଦଳେ ନୁହେଁ ସମ। ମୁଁ ଆଜ୍ଞା ଗାଇକି ଶୁଣେଇଥିଲି ଅଭିରାମ ପରମହଂସଙ୍କର, ମନ୍ତ୍ରରେ ନାହାନ୍ତି ସେ ଖୁସି ରେ ମଦାଳସୀ। ତୁଳସୀ ମାଳକୁ ନେଇ ଗଳାରେ ଦିଅ ଲମ୍ବାଇ, ତୁଳସୀ ମାଳକୁ ନେଇ ଗଳାରେ ଦିଅ ଲମ୍ବାଇ, କୃଷ୍ଣ ହୋଇବେ ବ୍ରହ୍ମରାଶି ରେ ମଦାଳସୀ, କୃଷ୍ଣଙ୍କୁ ଦିଅନ୍ତୁ ତୁଳସୀ। ଯେତେ ସବୁ ସୁସ୍ୱାଦୁ ଫଳ ଅଛି, ଯେତେ ସବୁ ନାନା ରତ୍ନ ଅଳଙ୍କାର ଯେତେ ସବୁ ଅଛି ଆମର ସଂସାରରେ, ସବୁ ନେଇକି ଦିଅନ୍ତୁ, ଗୋଟେ ପାଖରେ ରହିଯିବ। ଯଦି ତୁଳସୀ କି ଆପଣ ନେଇକି ଦେଇଦେବେ ଇଏ ଗୋଟେ ପାଖରେ ରହିଯିବ। ତେଣେ ହୋଇବ ଯେତେ ଧର୍ମ ତୁଳସୀ ଦଳେ ନହି ସୋମ,
ତୁଳସୀ କୋମଳ ମଞ୍ଜରୀ ବେନି ହସ୍ତରେ ଥିବ ଧରି ଯେ ଯାହା ଦେବ ବିଷ୍ଣୁ ଶିରେ ସେ ଧର୍ମ କହିଲେ ନ ସରେ ବିଷ୍ଣୁ ଶ୍ରୀମୁଖ ଅଛନ୍ତି କହି ବିଧାତା ସର୍ବଶାସ୍ତ୍ରରେ ଈଶ୍ୱର ମୁହିଁ ଆଦି ଗଣେ ପ୍ରକାଶ କଲେ ଜଣେ ଜଣେ ତେଣୁ ପ୍ରସିଦ୍ଧ ଏ ତୁଳସୀ ଗୋବିନ୍ଦ ପୂଜାରେ ପ୍ରଶଂସି କେବେ କଥା ନୁହେଁ ମିଛ ତୁ ରାଜା ଗୁରୁଦ୍ୱାରେ ପୁଛ ତୁ ଯା ତମେ ଯାଅ ରାଜା ତମ ଗୁରୁ ଯିଏ ଯାଇକି ପଚାର ପୁଛ ମାନେ ପଚାରିବା ଗୁରୁଦ୍ୱାରେ ପୁଛ ଏମନ୍ତ ବ୍ରାହ୍ମଣ ବଚନେ ରାଜା କହି କୋପ ମନେ ରାଗିଗଲେ ରାଜା କୋପ ମନେ ତୁ ବିପ୍ର ନିଶ୍ଚୟ ବଡ଼ ଦୁଷ୍ଟ ମତେ କରାଉ ଆସିରୁଷ୍ଟ ଏ ମୋର ଧର୍ମ କୀର୍ତ୍ତି ଯେତେ ପ୍ରକାଶ ହେଉଛି ଯେ କଦେ କେହା ସଂଖ୍ୟା କରିପାରି ତୁ କାହୁଁ ମୋର ସଙ୍ଗେ ସରି ତୁଳସୀ ବୃକ୍ଷ କେତେ ରୋପି ଆପେ ବୋଲାଉଛୁ ତପି ଆପଣା ଗୁଣ କହୁ ବନ୍ଦୀ ମୋର ଶେଷ ଧର୍ମ ନିନ୍ଦି ଏକଦା ପ୍ରଚ୍ଛନ୍ନ ବୁଝିବା ଚାଲ ଉତ୍ତମ ସ୍ଥାନ ଯିବା ମୋ ଗୁରୁ ମୃଦୁଗଲ ଋଷି ସର୍ବଦା ଗୟା ତୀର୍ଥବାସୀ ଗୟା କାଶୀ କାଞ୍ଚି ଅବନ୍ଦିକା ପୁରୀ ଦ୍ୱାରାବତୀ ଚୈବ ସପ୍ତତା ମୁଖ୍ୟଦାୟିକା ଅଯୋଧ୍ୟା ମଥୁରା ଗୟା ପୁଣି କାଞ୍ଚିରୁ ଆସିଲେ ଗୟା ଗୟା ଯେଉଁଠି ଆମେ ଆଜ୍ଞା ପିଣ୍ଡ ଦାନ କରୁଛେ ପିତୃ ଶ୍ରାଦ୍ଧ କରୁଛେ ପିଣ୍ଡ ଦାନ କରୁଛେ ଗୟା ମହିମା ଅନ୍ୟ ପ୍ରକାର ଗୟାରେ ଅଛନ୍ତି ମୃଦୁଗଲ ଋଷି ଚାଲ ତାଙ୍କ ପାଖକୁ ଯିବା ରାଜା ଚୋଳ ଚକ୍ରବର୍ତ୍ତୀ ଆଉ ବିଷ୍ଣୁ ଦାସ ବ୍ରାହ୍ମଣ ଦୁହେଁ ଆସିଲେ ଗୟାକୁ କାଞ୍ଚିରୁ ଗୟାକୁ ଆସୁଛନ୍ତି ଉତ୍ତରପ୍ରଦେଶ ଗୟା ବିହାରର ବର୍ଡ଼ର ବିହାର ପାର ହେଲେ ଆପଣ ଗୟାରେ ପହଞ୍ଚିବେ ଗୟା ପରେ ଆପଣ ଯିବେ ପ୍ରୟାଗରାଜ ଗୟା ପର ତାପରେ ଆପଣା ତୁଳସୀ ବୃକ୍ଷ କେତେ ରୋପି ଆପେ ବୋଲାଉଛୁ ତୋପି ମୋ ଗୁରୁ ମୃଦୁଗଲ ଋଷି ସର୍ବଦା ଗୟା ତୀର୍ଥବାସୀ ତାଙ୍କ ସଙ୍ଗତେ ବିପ୍ରଗଣେ ଅଛନ୍ତି ବୈଷ୍ଣବ ଗହଣେ ତାଙ୍କ ସଙ୍ଗତେ ବିଷ୍ଣୁଗଣ ମାନେ ଅଛନ୍ତି ବୈଷ୍ଣବ